ସେଦିନ ସକାଳୁ ପ୍ରବଳ କୁହୁଡ଼ି ପଡ଼ିଥିଲା। ମୁଁ ତ ଅନେକ ଥର କହିସାରିଛି ମୁଁ ବୁଲିବା ପ୍ରିୟ ମଣିଷଟିଏ। ତେଣୁ ସେ କୁହୁଡ଼ିକି ଖାତିର ନ କରି ସକାଳୁ ସକାଳୁ ମୁଁ ବାହାରି ପଡ଼ିଲି। ଆଉ ମୋର ଧୁରନ୍ଧର ବୋହୂ ଦିହେଁ ମୋତେ ଭଲରେ ଭଲରେ ବାଗେଇ ସାଗେଇ ବିଦା କରିଦେଲେ। ହେଲେ ପୁଅ ନେଇକି ଛାଡ଼ିଦେଲା କେଉଁଠି? ପୁଅ ନେଇ ଛାଡ଼ିଦେଲା ମୋତେ CRP ଛକରେ। ମୁଁ ପହଞ୍ଚିଲା ବେଳକୁ ବସ୍ ବି ଲାଗିଯାଇଥିଲା। ସବୁଠି ଠିକ୍ ସମୟରେ ପହଞ୍ଚିଲେ ମୋ ମନଟା ଭାରି ଖୁସି ହୁଏ। ପୁଅ ସେଠି ମୋତେ ଛାଡ଼ି ଦେଇ ଫେରି ଆସିଲା। ଆଉ ମୁଁ ତ ବସ୍ ପାଖରେ ହିଁ ପହଞ୍ଚି ଯାଇଥିଲି। ବସ୍ରେ କ'ଣ ବ୍ୟାନର ଲାଗିଛି ଦେଖନ୍ତୁ। ଏଇଟା ହେଉଛି କଥା ଲହରୀର ଗୋଟିଏ ଭ୍ରାମ୍ୟମାଣ ଆଧ୍ୟାତ୍ମିକ ଯୋଜନା। ଯେଉଁଠି ଜଗା ଥାଏ ସେଠି ଟିକେ ନଣ୍ଡସଣ୍ଡ ହେବାକୁ ମୋତେ ଭାରି ଭଲ ଲାଗେ, ମାନେ ମିଶିଯିବାକୁ ଟିକେ ଭଲ ଲାଗେ। ଯେହେତୁ ଏଇଟା ଜଗନ୍ନାଥଙ୍କ ସମ୍ପର୍କିତ ଥିଲା, ମୁଁ ସେଥିରେ ଟିକେ ସାମିଲ ହେଇଥିଲି ଏଇ ବଡ଼ ଭଉଣୀଙ୍କ ଯୋଗୁଁ। ଆଉ ପହଞ୍ଚିଲା ପରେ ମୁଁ ଯେତେବେଳେ ଦେଖିଲି ଆମ ସାଙ୍ଗେ ଗୋଟେ ଗାଡ଼ିରେ ଜଗା ବି ଯାଉଛି, ମୋ ଖୁସିର ସୀମା ରହିଲା ନାହିଁ। ତାପରେ ବସ୍ ଭିତରେ କ'ଣ କାରବାର ଚାଲିଲା ଦେଖନ୍ତୁ। ଏଭଳି ଗୋଟେ ପରିବେଶ କାହାକୁ ବା ଭଲ ନ ଲାଗିବ। ମୋର କିଛି ପରିଚିତ ବାନ୍ଧବୀ ସେଠି ଥିଲେ। ମୁଁ ଭୁବନେଶ୍ୱରରେ ଯେଉଁ କ୍ଲବ୍ ସାଙ୍ଗେ ସମ୍ପୃକ୍ତ, ସେଥିରୁ କିଛି ଭଉଣୀ ଏଠି ଥିବାରୁ ମୋତେ କିଛି ଅପରିଚିତ ବୋଧ ହେଉନଥିଲା। ତାପରେ ଅପରିଚିତ ବା କ'ଣ, ସମାନ ମାନସିକତା ରହିଲେ ପରିଚୟ ଅପରିଚୟର କିଛି ଅସୁବିଧା ରହେ ନାହିଁ। ଆମେ ଯାଇ ପହଞ୍ଚି ଯାଇଥିଲୁ ଆମ୍ବ୍ରାପଲ୍ଲୀ ରିସର୍ଟରେ। ଆଉ ସେଠି ଆମର ଜଳଖିଆ ଖାଇବାର ବ୍ୟବସ୍ଥା ଥିଲା। କ'ଣ ଜଳଖିଆ ଖାଇଲି ତା ବି ଆପଣଙ୍କୁ ଦେଖେଇଦେଲି, ଦେଖି ନିଅନ୍ତୁ। ସେସବୁ ଖାଇଦେଇ ଟିକେ ଚା କଫି ବି ମିଳୁଥିଲା, ତେଣୁ ପିଇଦେଲୁ। ଖାଇବାର ସୁବନ୍ଦୋବସ୍ତ ହେଇଥିଲା। ଆଉ ବୁଲିବାଟା ତ ଆନନ୍ଦଦାୟକ ଲାଗୁଥିଲା ଆରମ୍ଭରୁ। ଦେଖିବା ଆଗକୁ କ'ଣ ହେଉଛି। ଖାଇସାରିଲା ପରେ ଆମେ ସବୁ ଗୋଟିଏ ହଲ୍କୁ ଗଲୁ। ଆଉ ସେଇଠି ଗୋଟିଏ ଭଜନ ଉନ୍ମୋଚନ ହେଲା। ଗୋଟିଏ ନୁହେଁ ମ, 2ଟା। ଏ ମହାଶୟ କହିଲେ ସେ 1055ଟି ଭଜନ ରଚନା କରିଛନ୍ତି। ତାଙ୍କ ପ୍ରତି ମୋ ମନ ଭକ୍ତିରେ ନଇଁଗଲା। ହୃଦୟରେ ସେତିକି ଭକ୍ତିଭାବ ନ ରହିଲେ ଏତେ ଜଣାଣ କ'ଣ ଲେଖି ହୁଏ? ସେତିକିବେଳେ ମନରେ ଗୋଟିଏ ପ୍ରଶ୍ନ ଆସିଲା, ସତରେ ଏଠି ଆମେ କିଏ ସବୁ ଏକାଠି ହେଇଛେ ତାର ତର୍ଜମା କରିବାର କିଛି ଆବଶ୍ୟକତା ନାହିଁ। ହେଲେ ଗୋଟିଏ କଥା ସତ୍ୟ, ଏଠି ଆମେ ସମସ୍ତେ ଜଗନ୍ନାଥ ପ୍ରେମୀ ଏକାଠି ହେଇଛୁ। ଆମ ଭିତରେ ବିଭିନ୍ନ କିସମର ଲୋକ ଥିଲେ। ବହୁ ମାନି ଗୁଣୀ ଜ୍ଞାନୀ ଧନୀ ସବୁ ଥିଲେ। ହେଲେ ସେସବୁ ପରିଚୟର କୌଣସି ଆବଶ୍ୟକତା ଏଠି ନାହିଁ। ଆମେ ସମସ୍ତେ ଭଜନ ଶୁଣି ସେଠୁ ବାହାରିଲୁ କ୍ୟାମ୍ପସ୍ ଭିତରେ ଥିବା ଜଗନ୍ନାଥ ମନ୍ଦିର। କେଉଁ କ୍ୟାମ୍ପସ୍ କହିଲେ? ଆମ୍ବ୍ରପଲ୍ଲୀ ରିସୋର୍ଟ ପରା। ସେଠି ବାହାବ୍ରତ ସବୁ ହେଉଛି। ବଢ଼ିଆ ରିସୋର୍ଟଟା। ମୋର ତ ବାହାଘର ସବୁ ସରିଛି। ଆପଣମାନଙ୍କର ଯଦି କାହାର ପୁଅ ଝିଅ ବାହା ହେବାର ଅଛି ଯାଇକି ଦେଖିନେବେ। ମୋତେ ବହୁତ ଭଲ ଲାଗିଲା। ଆମେ ଯେଉଁ ରିସୋର୍ଟରେ ପୁଅର ବାହାଘର କରିଥିଲୁ ପୁଅ ଝିଅଙ୍କର, ସେଇଟାରେ ବି ଏମିତି ପାଣି ଭିତରେ ବେଦୀର ବ୍ୟବସ୍ଥା ଥିଲା, ଯେଉଁଟା ମୋ ପାଇଁ ଥିଲା ବେଶୀ ଆକର୍ଷଣୀୟ। ସେଇଥିପାଇଁ କହିଲି ଏ ରିସୋର୍ଟ ମୋତେ ବହୁତ ଭଲ ଲାଗିଲା। ତାପରେ ତ ଆମେ ଜଗନ୍ନାଥ ମନ୍ଦିରକୁ ଗଲୁ। ଆଉ କଳା ଠାକୁର କଳା ପୋଷାକରେ ଭାରି ମନଲୋଭା ଦେଖାଯାଉଥିଲେ। ତାଙ୍କୁ ଦର୍ଶନ କରିଲୁ। ଆଉ ସେଠୁ ବାହାରିଲୁ ଆମର ପରବର୍ତ୍ତୀ ଗନ୍ତବ୍ୟ ସ୍ଥଳକୁ। ସେ ଜାଗାଟା ହେଉଛି ଏଇ ଜଗନ୍ନାଥଙ୍କର ମାମୁଁ ଘର ପରା। ବସ୍ରେ ବସି ଆମେ ସମସ୍ତେ ଜଗନ୍ନାଥଙ୍କ ମାମୁଁ ଘରକୁ ଗଲୁ। ମୁଁ ଏ କଥା ଆଗରୁ ଜାଣିନଥିଲି। ଜାଣିଥିଲି ଭାର ଆସେ ଜଗନ୍ନାଥଙ୍କର, ପୋଢ଼ୁଆଁ ଭାର, କିନ୍ତୁ କେଉଁଠୁ ଆସେ ସେତେ ଭଲରେ ଜାଣିନଥିଲି। ସମସ୍ତଙ୍କ ମୁହଁକୁ ଦେଖନ୍ତୁ, ଆମେ ସବୁ କେତେ ଖୁସି ଥିଲୁ। ଏମିତି ଯାଇ ପହଞ୍ଚିଗଲୁ ଆମେ ସଠିକ୍ ଜାଗାରେ। ଏଇଟା ପୁରା ସେଇ ମନ୍ଦିରର ପାଚେରୀ ବେଢ଼ା। ଏବେ ଆମ ଗାଡ଼ି ପହଞ୍ଚିଗଲା। ଆଉ ଆମେ ସମସ୍ତେ ଓହ୍ଲେଇଲୁ ମନ୍ଦିରକୁ ଯିବା ପାଇଁ। ଏଇଠି ଗୋଟିଏ ସୁନ୍ଦର ଘଟଣା ଘଟିଲା। ଆମ ଭିତରୁ ଜଣେ ଗୁରୁଜନ ଲୋକ ଆମ ସାଥିରେ ଆସୁଥିଲେ, ଯିଏକି ଆମକୁ ମନ୍ଦିର ବିଷୟରେ ସୂଚନା ଦେଉଥିଲେ। ପ୍ରକୃତରେ ପ୍ରାଚୀ ଉପତ୍ୟକାରେ ଯେଉଁ ମଠ ମନ୍ଦିର ସବୁ ଅଛି, ସେସବୁ ଉପରେ ସେ ଦୀର୍ଘ ବର୍ଷ ଧରି ଗବେଷଣା କରିଚାଲିଛନ୍ତି। ଖାଲି ବୁଲିବା ସହଜ, ଏଭଳି ସୁଯୋଗ ପାଇବା ସହଜ ନୁହେଁ। ଦେଖନ୍ତୁ ସେ ଆମକୁ ସବୁ ମନ୍ଦିର ବିଷୟରେ ବୁଝାଉଛନ୍ତି, କିନ୍ତୁ ତାଙ୍କର ଯେଉଁ ତାତ୍ତ୍ୱିକ କଥାକୁ ମୁଁ ଏଠି ସଂଯୁକ୍ତ କରୁନାହିଁ। ମୁଁ ସବୁବେଳେ କହିଛି
ମୁଁ ଭାବରେ ବନ୍ଧା ମଣିଷଟିଏ। ଏତେ ବଡ଼ ବଡ଼ ତତ୍ତ୍ୱ କଥା ମୋ ମୁଣ୍ଡରେ ପଶେ ନାହିଁ। ଆପଣମାନେ ଯଦି କିଏ ପ୍ରାଚୀ ନଦୀ ଉପରେ କିଛି ଜାଣିବାକୁ ଚାହୁଁଛନ୍ତି ତାହେଲେ ହଂସ ସାର୍ଙ୍କ ସାଙ୍ଗେ ଯୋଗାଯୋଗ କରିବେ। ତାଙ୍କର ବହୁତ ବହିପତ୍ର ବି ଅଛି। ଆପଣ ଉପକୃତ ହେବେ ବୋଲି ଭାବୁଛି। ଆଉ ଏଇଟା ହେଲା ଗୋଟିଏ ନାଗେଶ୍ୱର ଚମ୍ପା ଗଛ। କେହି କେହି ଏହାକୁ ନାଗଚମ୍ପା ବି କୁହନ୍ତି। ତା'ର ଏଭଳି ନାମକରଣ ସହିତ ଯଥେଷ୍ଟ ସାମଞ୍ଜସ୍ୟ ବି ଅଛି। ମୁଁ ଏ ଫୁଲ ସାଙ୍ଗେ ବହୁତ ପରିଚିତ। ଦେଖିଲେ ତ କେମିତି ସାପ ଫଣା ଭରି ତା ଭିତରେ ହେଇଛି। ତା ଚାରିପଟେ ପାଖୁଡ଼ା ଥାଏ, ହେଲେ ଗୋଟିଏ ମାତ୍ର ଫୁଲ ହାତ ପାହାନ୍ତାରେ ଫୁଟିଥିଲା। ସେ ଫୁଲଟି ତୋଳିବାକୁ ମୋର ମନ ହେଲା ନାହିଁ। ମୁଁ ତଳେ ପଡ଼ିଥିବା ଏଇ ଫୁଲଟି ଆପଣମାନଙ୍କୁ ଦେଖେଇଲି। ତାପରେ ଆମେ ମନ୍ଦିର ଭିତରେ ପ୍ରବେଶ କଲୁ। ମନ୍ଦିରରେ ପ୍ରବେଶ ପରେ ଫଟୋ ଉଠାଇବା ନିଷେଧ ଥିଲା। ମୁଁ ତ ସବୁବେଳେ କହିଛି ଯେଉଁଠି ଯାହା ନିଷେଧ ଆମେ ନିହାତି ମାନିବା ଉଚିତ। ଆମେ ଯଦି ପରିଣତ ବୟସରେ କେଉଁ କଥାକୁ ଅବଜ୍ଞା କରିବା ପିଲାମାନେ ଆମଠୁ କ'ଣ ଶିଖିବେ? ତେଣୁ ମୁଁ ମନ୍ଦିର କାମ ସାରି ମନ୍ଦିର ବାହାରୁ କିଛି ଫଟୋ ଉଠାଇଲି ଆପଣମାନଙ୍କୁ ଦେଖାଇବା ପାଇଁ। ଆପଣମାନେ କିଏ ଆଗରୁ ଏଇ ନିଆଳି ମାଧବ ମନ୍ଦିର ଦର୍ଶନ କରିଛନ୍ତି ମୋତେ କହିବେ। ତାପରେ ଆମେ ବସିକି ଉଠାଇଥିବା ଫଟୋ ଆଉ ମନ୍ଦିରର ଅନୁଭୂତି ଗପସପ କରି ପୁଣି ଆମେ ଆମର ପରବର୍ତ୍ତୀ ଗନ୍ତବ୍ୟ ପଥରେ ଆଗେଇଲୁ। ଜଗନ୍ନାଥଙ୍କ ମାମୁଁ ଘରୁ ଆସିଲି। ଏ ସୁନ୍ଦର ରାସ୍ତାରେ ଗଲାବେଳେ ମୋ ମାମୁଁ ଘର କଥା ମନେ ପଡ଼ିଲା। ଆପଣମାନଙ୍କୁ ଆଗରୁ ବି ଥରେ କହିଛି, ମୋ ମାମୁଁ ଘର ହେଉଛି ନୂଆହାଟ ବିଶୁଳିପଡ଼ା। ଆମେ ପାନ ବରଜରେ ପଶି ଦୁଷ୍ଟାମି କରୁ ବୋଲି ଅଜା ଆମକୁ କେତେ ଆକଟ କରନ୍ତି, ପଇଡ଼ ଲାଞ୍ଚ ଯାଚନ୍ତି। ତଥାପି ପାନ ବରଜରେ ସେ ଶୀତଳତା ଆମକୁ ବହୁତ ଆକର୍ଷିତ କରେ। ଆଉ ଆମେ ତା ଭିତରେ ପଶି ଦୌଡ଼ା ଦୌଡ଼ି ହଉ। ଗାଳି ତ ଦିଅନ୍ତିନି, ବଡ଼ ବୁଝାବୁଝି ଖୁସାମତ କରି ଆମକୁ ସେଥିରୁ ବାହାର କରନ୍ତି। ଏହି ପରିବେଶରେ ମୋ ମାମୁଁ ଘର କଥା ବି ମନେ ପଡ଼ୁଥିଲା। ଆପଣମାନଙ୍କ ମାମୁଁ ଘର କାହାର କେଉଁଠି ଅଛି ଜଣାଇବେ। ଆମେ ପହଞ୍ଚିଗଲୁ ବରାହୀ ମନ୍ଦିରରେ। ମା ବରାହୀଙ୍କ ମନ୍ଦିର ମୋତେ ଅଧିକ ଭାବପ୍ରବଣ କଲା। କାହିଁକି ନା ମୋର ଗୁରୁଦେବ ଯେତେବେଳେ ଆମ ଗାଁକୁ ଆସିଥିଲେ, ଆମ ଗ୍ରାମ ଦେବତୀଙ୍କୁ ଦେଖି ସେ କହିଥିଲେ ଏ ହେଉଛନ୍ତି ବରାହୀ ମୂର୍ତ୍ତି, ଏ ହେଉଛନ୍ତି ଭୂମିର ଅଧିଷ୍ଠାତ୍ରୀ ଦେବୀ। ତେଣୁ ଏ ମନ୍ଦିରରେ ପହଞ୍ଚି ମୁଁ ଭାବବିହ୍ୱଳ ହୋଇ ତାଙ୍କୁ ପ୍ରଣାମ କଲି। ଆଉ ଏଠି ଗୋଟେ ଅଦ୍ଭୁତ ପରମ୍ପରା ଦେଖିଲି। ମନ୍ଦିର ଭିତରେ ଆଲୋକର ବ୍ୟବସ୍ଥା ନାହିଁ। ଏହା ଏକ ତାନ୍ତ୍ରିକ ପୀଠ ପରି ମୋର ଅନୁମୟ ହେଲା। ସାର୍ ତ କହୁଥିଲେ ଆମ ଭିତରେ ଯେଉଁମାନେ ସେଇ ତାତ୍ତ୍ୱିକ ଜିନିଷ ଜାଣିବାରେ ଆଗ୍ରହୀ ଥିଲେ ସେମାନେ ସେଇ ସାର୍ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ତାଙ୍କ ଉତ୍ତର ଖୋଜୁଥିଲେ। ମୁଁ କିନ୍ତୁ ମନ୍ଦିର ବେଢ଼ା ପରିକ୍ରମା କରୁଥିଲି। ଆଉ ମନ୍ଦିର ଗାତ୍ରର ଚିତ୍ର ସବୁ ଦେଖି ଅନୁଭବ କରୁଥିଲି ସତରେ ଏଇଟା ବହୁ ପୁରାତନ ମନ୍ଦିର। ମନ୍ଦିର ବେଢ଼ା ପରିକ୍ରମ କରିସାରି ସମସ୍ତେ ବାହାରିଲା ବେଳକୁ ବାହାର ଥିବା ଘାସ ଗାଲିଚାରେ ସଭିଏ ଏକାଠି ହୋଇଗଲୁ। ହୁଏତ ଆଗକୁ ଆଉ ସୁବିଧା ହେବ ନାହିଁ ମିଳିମିଶି ଗୋଟିଏ ଫଟୋ ନେବା ପାଇଁ। ତେଣୁ ଆମେ ସମସ୍ତଙ୍କ ମତ ଏକ ମତରେ ପରିଣତ ହେଲା। ଆଉ ଆମେ ସମସ୍ତେ ବାହାରେ ଏକାଠି ହେଲୁ। ସାର୍ଙ୍କୁ କିଛି ଶୁଣିବୁ ଆଉ ସମୂହ ଭାବରେ ଗୋଟିଏ ଚିତ୍ର ଉତ୍ତୋଳନ କରି ରଖିବୁ ଆମର ସ୍ମୃତି ପାଇଁ। ମୁଁ ବି ସେତିକିବେଳେ ଭିଡ଼ିଓଟି କରିଥିଲି ଆପଣମାନଙ୍କୁ ଦେଖାଇବା ପାଇଁ। ଆମେ ପ୍ରାୟ 100 ଜଣ 2ଟି ବସ୍ରେ ଏକତ୍ରିତ ହୋଇ ଏହି ଭ୍ରାମ୍ୟମାଣ ଆଧ୍ୟାତ୍ମିକ ଯୋଜନାଟିରେ ସାମିଲ ହୋଇଥିଲୁ। ମୋତେ ତ ବହୁତ ଖୁସି ଲାଗୁଥିଲା। ମୁଁ ମୂଳରୁ ହିଁ କହୁଥିଲି। ଆଉ ଶେଷ ପର୍ଯ୍ୟନ୍ତ କ'ଣ ହେଲା ଦେଖନ୍ତୁ। ଦେଖିଲେ ଆପଣଙ୍କ କିଏ ପରିଚିତ ଏଠି ଅଛନ୍ତି କି? ବା ଆଗରୁ ଆପଣମାନେ ଏଇ କଥା ଲହରୀ କାର୍ଯ୍ୟକ୍ରମ ବିଷୟରେ ଜାଣିଛନ୍ତି କି? ମୁଁ ଆଗରୁ ଜାଣିନଥିଲି, କିନ୍ତୁ ଏକାଥରକେ ଗୋଟିଏ ସୁନ୍ଦର ପ୍ରୋଗ୍ରାମରେ ସାମିଲ ହୋଇ ବହୁତ ଖୁସି ହେଉଥିଲି। ମୋତେ ଏଥିରେ ସାମିଲ କରିଥିବା ବଡ଼ ଭଉଣୀକୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଚକା ନୟନକୁ ବେଶୀ ପ୍ରାର୍ଥନା କରି କୃତକୃତ୍ୟ ହେଉଥିଲି। ସିଏ ତାଙ୍କ କଣ୍ଠରେ ବସିଲେ ବୋଲି ସେ ଭଉଣୀ ମୋତେ ଏତିକି ଡାକିଲେ ନା। ଆଉ ସେ ପୁରା ସବୁରେ ମୂଳ। ଏଇଆ ଭାବି ଭାବି ଆମେ ବରାହୀ ମନ୍ଦିରରୁ ବିଦାୟ ନେଲୁ। ଆଉ ବାଟର ଦୃଶ୍ୟ ତ ମୋତେ ଖାଲି ମୋ ମାମୁଁ ଘର କଥା ମନେ ପକାଉଥିଲା। ଆଉ ବହୁତ ଦୂରରେ ମୁଁ ଗୋଟେ ପାନ ବରଜ ବି ଦେଖିବାକୁ ପାଇଲି। ତେଣୁ ମୁଁ ସବୁବେଳେ ଆନମନା ହେଉଥିଲି। ସେଠୁ ଯାଇ ଯାଇ ଆମେ ପୁଣି କୁଆଡ଼େ ଯାଉଛୁ ଦେଖନ୍ତୁ। ସବୁ ଜାଗା ଗୁଡ଼ିକ ଖୁବ୍ ଆକର୍ଷଣୀୟ ଆଉ ଆଧ୍ୟାତ୍ମିକତା ପୂର୍ଣ୍ଣ ଥିଲା। ପ୍ରାୟ ସବୁ ହିଁ ଜଗନ୍ନାଥଙ୍କ ସମ୍ପର୍କିତ ବି ଥିଲା। ତେଣୁ ସେଦିନଟା ପୁରା ଭାବମୟ ଲାଗୁଥିଲା ପ୍ରଭୁଙ୍କ ପାଇଁ। ଆଉ ସବୁଠୁ ବଡ଼ କଥା ଯାହା କହିଲି, ଜଗନ୍ନାଥ ପୁରା ଆମ ସାଙ୍ଗରେ ଗାଡ଼ିରେ ବୁଲୁଥିଲେ। ଆଉ ଟିକେ ଆଗକୁ ଯାଉ, ଆଉ ଥରେ ଦେଖେଇଦେବି। ଇଟା ଭାଟି ଦେଖି ମନେ ପଡ଼ିଲା
ମୁଁ ପଥର ଯୋଡ଼ା ହେଇ ଘର ତିଆରି ହୁଏ ବୋଲି ଜାଣିନଥିଲି, କାହିଁକିନା ମୁଁ ମାଙ୍କଡ଼ା ପଥର ଦେଖିନଥିଲି। ଆଉ ଆଜି ଇଟା ଭାଟି ଦେଖି ମନେ ପଡ଼ିଲା, ଆମେ ଛୁଆବେଳେ ଇଟା ଭାଟି ଇଟା ଗଢ଼ା ହେଉଥିବା ଜାଗାକୁ ଯାଇ ଦିଆସିଲି ଖୋଳକୁ ଇଟାର ଫ୍ରେମ୍ କରି କୁନି କୁନି ଇଟା କରୁ। ମୁଁ ସେମିତି ଶହ ଶହ ଇଟା କରିଛି। ହେ ଏଇଟା ଗୋଟେ ପାନ ବରଜ ଦେଖିଲେଟି, ସେଇ ସବୁ କଥା ଆଜି ମନେ ପଡ଼ୁଥିଲା। ହେ ଦେଖନ୍ତୁ ଜଗା କେମିତି ବେଲ୍ଟ ବାନ୍ଧି ବସିଛନ୍ତି ଗାଡ଼ିରେ ଆଉ ବୁଲୁଛନ୍ତି ଆମ ସାଥିରେ। ତାଙ୍କ ସହିତ ଟିକେ ଫଟୋ ନେବାକୁ ଭାରି ଭଲ ଲାଗିଲା। ତାଙ୍କର ଏ ପ୍ରକାର ଦୃଶ୍ୟଟା ଆଗରୁ କେବେ ଦେଖିନଥିଲି। ଏତିକି ବେଳେ ପୁଣି ହାବୁଡ଼େ ପଡ଼ିଲି ଏଇ କାଳିଆଙ୍କ ସାଙ୍ଗରେ। ତାଙ୍କୁ ମୁଁ ଆଗରୁ ଆପଣଙ୍କୁ ଦେଖେଇଛି। ସେ ପୁରା ଆମ କାଙ୍କଣ ଶିଖରୀର, ସେ ବି ଆସିଥିଲେ। ଆମେ ଯାଇ ପହଞ୍ଚିଗଲୁ ଶୋଭନେଶ୍ୱର ମହାଦେବଙ୍କ ମନ୍ଦିରରେ। ଏ ବିରାଟ ବାସୁଆ ବଳଦକୁ ଦେଖି ମୁଁ ଭାବିଲି ଏଠି ବାସୁଆ ବଳଦ ଟିକେ ଶାନ୍ତିରେ ଥିବେ। ସମସ୍ତେ ତାଙ୍କ କାନରେ ଦୁଃଖ କହନ୍ତିନି, ମୁଁ ତ କହିଛି କେତେ କେତେ ବାସୁଆ ବଳଦଙ୍କ କାନରେ, ଆଉ ଏଠି କେମିତି କହିବି ମ? ସିଏ ତ ଏତେ ବଡ଼ ଯେ ତାଙ୍କ କାନକୁ ଆମ ପାଟି ପାଇବନି। ମୁଁ ତାଙ୍କ ପାଦ ଛୁଇଁ ଟିକେ ପ୍ରଣାମ କରିଦେଲି, ଆଉ ଯାହା ମନ ହେଲା ଫୁସଫୁସ ହେଇ ଟିକେ ସେଠି କହିଦେଲି। ସେଠୁ ବାହାରିଲି ମନ୍ଦିର ଭିତରକୁ। ଇଏ ବି କିଛି କମ୍ ଦିନର ମନ୍ଦିର ନୁହେଁ, ଇଏ ବି ବହୁ ପୁରାତନ ମନ୍ଦିର। କାହିଁକି ଆପଣ ଆଉ ଟିକେ ପରେ ଜାଣିପାରିବେ। ଓହୋ, ଏଠି ପୁରା ବାସୁଆ ବଳଦ ଅଛନ୍ତି, ତେଣୁ ତାଙ୍କୁ ଟିକେ ମୋ ଦୁଃଖ କଥା କହିଦେଲି। ଶୁଣନ୍ତୁ ନ ଶୁଣନ୍ତୁ ଗୁହାରି କାହିଁକି କରିବାନି ଯେ? ସିଏ ରାଜାଧିରାଜ, ତାଙ୍କ ହାତରେ ସବୁ କ୍ଷମତା। ତାଙ୍କୁ ଗୁହାରି କରିବାକୁ କ'ଣ ମନା? ସମସ୍ତେ କହନ୍ତି ମୁଁ ଠାକୁରଙ୍କୁ କିଛି ମାଗେନି, ମୁଁ କହେ ମୁଁ ସବୁ ମାଗେ। ସେ ଦେଲେ ଦିଅନ୍ତୁ, ନଦେଲେ ନ ଦିଅନ୍ତୁ। ତାଙ୍କ ହାତରେ ଦେବାର କ୍ଷମତା ବି ଅଛି, ଭଲ ମନ୍ଦ ବିବେଚନା କରିବାର ବି କ୍ଷମତା ଅଛି। ଏତିକି ବେଳକୁ ପୂଜାରୀ ମହୋଦୟଙ୍କ ଆଗ୍ରହରୁ ମୋତେ ସିଏ ଠାକୁରଙ୍କର ଭିଡ଼ିଓଟି କରିଦେଲେ। ଏଇ ଯେଉଁ ଶୋଭନେଶ୍ୱର ମନ୍ଦିରରେ ମ, କିନ୍ତୁ ଏଠି ଲିଙ୍ଗ ଦେଖାଯାଆନ୍ତି ନାହିଁ, ଗୁପ୍ତରେ ଅଛନ୍ତି। ଏଇଟା କ'ଣ ହର ହରି ମିଳନ ସ୍ଥଳ ବୋଲି ସେ କହିଲେ। ମୁଁ ଏମିତି ମନ୍ଦିର ପୂର୍ବରୁ ଦେଖିନି। ମନ୍ଦିର ବେଢ଼ାରେ ଜଗା ବସିଛି, ମୁଁ ଟିକେ ତା ପାଖକୁ ଚାଲିଗଲି। ମୋର ସବୁବେଳେ ଇଚ୍ଛା ହୁଏ ମୁଁ ଜଗନ୍ନାଥଙ୍କ ସାଙ୍ଗେ ଅନ୍ତରଙ୍ଗ ହୁଅନ୍ତି, ସେ ମୋତେ ଟିକେ ଭଲ ପାଆନ୍ତେ, ମୁଁ ତାଙ୍କ ସାଙ୍ଗେ ଫଟୋ ଉଠାନ୍ତି। ସେ ଯୁଆଡ଼େ ଅଛନ୍ତି ମୁଁ ସିଆଡ଼େ ଯାଆନ୍ତି, ସବୁଠି ଟିକେ ତାଙ୍କ ପ୍ରସାଦ ଖାଇଦିଅନ୍ତି। ଏବେ ଭାବୁଛି ବୁଢ଼ା ଟିକେ ମୋ ଉପରେ ଦୟା ରଖିଛି ନିଶ୍ଚୟ, ନହେଲେ ମୁଁ ଏଇସବୁ ଯୋଜନାରେ ସାମିଲ କେମିତି ହୁଅନ୍ତି। ଏଇଠି ଦେଖନ୍ତୁ ଶୋଭନେଶ୍ୱର ମନ୍ଦିର କେତେ ପୁରାତନ, ଆଉ ତାକୁ ଚୂନ ଦିଆ ହେଇକି ସଂରକ୍ଷିତ କରାଯାଉଛି। ବୋଧହୁଏ ଅଧିକ ପୁରୁଣା ହେବାରୁ ଏପରି ହୋଇଛି। ସେ ମନ୍ଦିର ଦୁଆରେ ଫଟୋ ଉଠେଇ ପୁଣି ଆଗକୁ ଚାଲିଲୁ। ଆଉ ଜଗା ବି ଗାଡ଼ିରେ ପୁରା ରେଡ଼ି ଆମ ସାଙ୍ଗେ ଆଗକୁ ଯିବାକୁ। ଏତିକି ବେଳେ ଆଉ ଗୋଟେ ଭଲ କଥା ଘଟିଲା। ଜଗନ୍ନାଥଙ୍କୁ ଆମେ ମନ୍ଦିର ଭିତରେ ଦର୍ଶନ କଲୁ। ମୁଁ ଏଠି ଫଟୋ ଉଠାଇବାରେ ବ୍ୟସ୍ତ ରହିଲି। ସେପଟେ ଅନ୍ୟ ସଙ୍ଗୀମାନେ ସିଆଡ଼େ କେଉଁଠି ଗୋଟେ ଜଗନ୍ନାଥ ମନ୍ଦିର ମାନେ ସେଇ ପାଖାପାଖିରେ ରହିଛି, ସେଠିକି ସବୁ ଯାଇକି ଗାଡ଼ି ଆଡ଼କୁ ମୁହାଁଇଲେ। ମୁଁ ଏଠୁ ବାହାରିଲା ବେଳକୁ ଦେଖିଲି ସମସ୍ତେ ବସ୍ ପାଖକୁ ଯାଉଛନ୍ତି, ଆଉ ଜଗନ୍ନାଥ ମନ୍ଦିର ଆଉ ମା ଚନ୍ଦ୍ରଘଣ୍ଟାଙ୍କ ବିଷୟରେ କଥା ହେଉଛନ୍ତି। ମୁଁ ତ ସେଠିକି ଯାଇନି, ମୁଁ ଦୌଡ଼ି ଦୌଡ଼ି ଯାଇକି ସେ ଜଗନ୍ନାଥଙ୍କୁ ଦର୍ଶନ କରିଦେଲି। ମୁଁ କହିଲି ଓହୋ, ଏତକ ବାକି ରହିଯାଇଥାନ୍ତା, ପରେ ଶୁଣିଥିଲେ ମୋ ମନ ଦୁଃଖ ହେଇଥାନ୍ତା। ସେଠି ଜଗନ୍ନାଥଙ୍କୁ ଦର୍ଶନ କଲାବେଳକୁ ଦୂରରେ ମା ଚନ୍ଦ୍ରଘଣ୍ଟାଙ୍କର ମନ୍ଦିର ଥିଲା, ସେଠିକୁ ବି ଦୌଡ଼ିକି ଯାଇକି ପ୍ରଣାମ କରିଦେଲି। ହେରେ ମୋର ଏ ଦୌଡ଼ା ଦୌଡ଼ି ସାଙ୍ଗରେ ଆଉ ଜଣେ ସାମିଲ ହେଇଗଲେ। ସିଏ ଧରିଛନ୍ତି ଜଗନ୍ନାଥଙ୍କୁ। ପୂର୍ବରୁ ଜଣେ ମା ଜଗନ୍ନାଥଙ୍କୁ ଏମିତି ଧରିଥିଲେ। ମୋ ମନରେ ଗୋଟେ କୌତୂହଳ ଥିଲା। ଅବଶ୍ୟ ମୁଁ ଟ୍ରେନରେ ଗଲାବେଳେ ଅନେକ ଜାଗାରେ ଦେଖିଛି ଆଣ୍ଠୁଆ ଗୋପାଳଙ୍କୁ ସବୁବେଳେ ନିଜ ପିଲା ପରି ସାଙ୍ଗରେ ନେବା, କିନ୍ତୁ ଜଗନ୍ନାଥଙ୍କୁ ଏମିତି ସାଙ୍ଗରେ ନେବା ମୁଁ ଆଜି ପ୍ରଥମ ଥର ଦେଖିଲି। ଆମେ ଦୂର ଦୂର ହେଇ ବସ୍ ଆଡ଼େ ଯାଉଥିଲୁ, ଆଉ ମୁଁ ତାଙ୍କୁ ଗୋଟି ଗୋଟି କରି ପ୍ରଶ୍ନ ପଚାରୁଥିଲି, ଇଏ କିଏ? ନା ଇଏ ପା ମୋ ପୁଅ, ତେଣୁ ମୁଁ ଯୁଆଡ଼େ ଗଲେ ତାକୁ ସାଙ୍ଗରେ ନିଏ, ଆଉ ଯଦି ନ ନିଏ ସେ ମୋତେ ହଇରାଣ କରେ। ତାଙ୍କ ଅନୁଭୂତି ବିଷୟରେ ଶୁଣିବାକୁ ଆଜି ସୁଯୋଗ ନଥିଲା, କିନ୍ତୁ ତାଙ୍କର ଏ ଭାବ ମୋତେ ବହୁତ ଆକର୍ଷିତ କଲା। ଯାହା ହଉ ଧାଇଁ ଧପଡ଼ିକି ଆମେ ଠିକ୍ ବେଳରେ ବସ୍ରେ ପହଞ୍ଚିଗଲୁ। ଏତେ ଜଣ ଆମେ ବସ୍ରେ ବସିଛୁ, ପହଞ୍ଚିବାକୁ ଡେରି କରିଦେବୁ, ସେମାନେ ସବୁ ଅପେକ୍ଷା କରିବେ। କିଛି ନ କହିଲେ ବି ମୋତେ ଏ କଥାଟା ଭଲ ଲାଗିବନି। ତାପରେ ଆମେ ଗଲୁ କେନ୍ଦୁବିଲ୍ୱ ଜୟଦେବ ପୀଠ। ଆଗରୁ ବି ଥରେ ମୁଁ ଜୟଦେବ ପୀଠକୁ ଯାଇଛି, କେବେ କିନ୍ତୁ ମନ ଭରି ସବୁଆଡ଼ଟା ଦେଖିପାରୁନି। ଆଜି ବି ସେଇ ସମାନ ଅବସ୍ଥା ହେଲା। ଭାବୁଛି କେଉଁଦିନ ଗୋଟେ ପିଲାଙ୍କ ସାଙ୍ଗରେ ଏକୁଟିଆ ଯିବି, ଆଉ ସେଠି କିଛି ଅଧିକ ସମୟ କଟେଇ ବୁଲିକି ଆସିବି। ଦେଖାଯାଉ କେବେ ପୁଣି ଭଗବାନଙ୍କର ସେ କୃପା ହେଉଛି। ଏଇଆ ଭାବି ଭାବି ଆମେ ସବୁ ତରତର ହେଇ
ମ୍ୟୁଜିୟମକୁ ଗଲୁ, କାହିଁକିନା 2ଟା ବାଜିବାକୁ ଆଉ ଅଳ୍ପ ସମୟ ବାକି ଥିଲା। ଆଉ 2ଟା ବେଳେ ମ୍ୟୁଜିୟମ ବନ୍ଦ ହେଇଯାଏ। ଏଇ ସୁନ୍ଦର ମ୍ୟୁଜିୟମଟି କ'ଣ ଏମିତି ତରତର ହୋଇ ଦେଖି ହୁଏ? ମୁଁ ଏଇ କଥା ଭାବି ଭିତରକୁ ପଶିଗଲା ବେଳକୁ ମୋ ମନ ଆହୁରି ଖୁସି ହେଇଗଲା। ଶୁଣିଲେ ତ ସେ କ'ଣ କହିଲେ? ସେ ପୁରା ଆମ ଜୀବନ ସରାଗ ପରିବାରର, ସିଏ ଜୟଦେବ ବାଟିକାର କଳା ସ୍ଥାପତ୍ୟ ଦାୟିତ୍ୱରେ ଅଛନ୍ତି, ମାନେ ଆର୍କିଟେକ୍ଟ। ତାଙ୍କ ନାଁ ସ୍ୱାଗତ ଜେନା, ଆଉ ସେ ଆମ ପରିବାରଭୁକ୍ତ। ମୁଁ ଏଇଠି ତାଙ୍କୁ ପଦଟିଏ କହିବି। ଆମ ଘରଟି 200 ବର୍ଷର ପୁରୁଣା। ଯଦି କେତେବେଳେ ସମୟ ସୁଯୋଗ ପାଇ ଆମ ଘରକୁ ଆସନ୍ତେ ମୁଁ ବହୁତ ଖୁସି ହୁଅନ୍ତି। ସେଠି ଏ ଗହଳିରେ ତାଙ୍କୁ ମୁଁ ଏହି ଅନୁରୋଧ କରିପାରିନଥିଲି। ମୁଁ ତ ସବୁବେଳେ ସମସ୍ତଙ୍କୁ ଆତିଥ୍ୟ ଦେବାକୁ ଅନେଇ ବସିଛି। ଯିଏ ଆସିଲେ ବି ମୁଁ ଖୁସି ହେବି। ଏଠି ପୁଣି ହଂସ ସାର୍ ଆମକୁ ସେସବୁ ବିଷୟରେ ବୁଝାଉଥିଲେ। ହେଲେ ଏତେ କମ୍ ସମୟରେ ମୁଁ କେବଳ ଠାକୁରଙ୍କର ବିଭିନ୍ନ ସୁନ୍ଦର ପ୍ରତିମା ଦେଖିବାରେ ବ୍ୟସ୍ତ ରହିଥିଲି। ଆଉ ଏଇ ମାଆଙ୍କୁ ଦେଖି ମୁଁ ମନେ ମନେ ଖୁସି ହେଉଥିଲି। ଦେଖିଲେ କେତେ ବୟସରେ ବି ସେ କେତେ ଆଗ୍ରହରେ ଫଟୋ ଉଠେଇ ଏଇ ବୁଲିବାଟାକୁ ଉପଭୋଗ କରୁଛନ୍ତି। ଆମେ ସୁସ୍ଥ ରହିଲେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବି ଚଳତକ୍ଷମ ରହିପାରିବା। ଏଇଟା ଗୋଟିଏ ବହୁତ ବଡ଼ କଥା। ଏଥିପାଇଁ ଖାଦ୍ୟ ଲୋଭ, ଆଳସ୍ୟ ବହୁତ କିଛି ଛାଡ଼ିପାରିବା। କିନ୍ତୁ ଥରେ ଏ ମଜା ପାଇଲେ ନା, ଏସବୁ ଛାଡ଼ିବା ଆମ ପାଇଁ କଷ୍ଟ ହେବ ନାହିଁ। ହଉ ଚାଲନ୍ତୁ ଆଗକୁ କ'ଣ ହେଉଛି ଦେଖିବା। ତାପରେ ଆମେ ସମସ୍ତେ ବସ୍ରେ ବସିଗଲୁ ଆମ ଫେରିବା ବାଟକୁ ଯିବା ପାଇଁ। ଯେଉଁଠୁ ବାହାରିଥିଲୁ ଆମେ ପୁଣି ସେଇଠିକି ଫେରିଗଲୁ। ଆଉ ବାଟରେ ଯାହା ହେଉଥିଲା ତା ତ ପୁରା ଆକର୍ଷଣୀୟ ଥିଲା। ଯେମିତି କହନ୍ତିନି, ପ୍ରତି ମୁହୂର୍ତ୍ତରେ ଜଗନ୍ନାଥଙ୍କ ନାମ ଉଚ୍ଚାରଣ ପ୍ରକୃତରେ ଉପଲବ୍ଧି କରାଉଥିଲା। ସତରେ ଏ ଦିନଟା ଆମର ଜଗନ୍ନାଥଙ୍କ ସାଙ୍ଗରେ ହିଁ ବିତୁଛି। ତେଣୁ ମନ ମୋର ବହୁତ ଖୁସି ଥିଲା। ଆଉ ସମସ୍ତେ ବି ଆମେ ଖୁସି ହିଁ ଥିଲୁ। ଘର ଦ୍ୱାର ମାୟା ଜଞ୍ଜାଳ କିଛି ମନେ ପଡ଼ୁନଥିଲା। ଏତିକିବେଳେ ଗୋଟେ ମଜା କଥା ହେଲା। ସେ ମା ଜଣକ କହିଲେ, ଆପଣ ପିଜୁଳି ଗଛ। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଲା। କେତେ ପ୍ରକାର କଥା ମୋତେ କିଏ କହିଛନ୍ତି। ଇଏ କ'ଣ କହିଲେଣି ମୁଁ ପିଜୁଳି ଗଛ? ମୁଁ ଟିକେ ହସି ଦେଇ ପଚାରିଲି, ମୋତେ ଏମିତି କାହିଁ କହିଲେ? ସେ କହିଲେ, ଆପଣଙ୍କର ସେ ପିଜୁଳି ଗଛ ଚଢ଼ା ଭିଡ଼ିଓଟି ହିଁ ମୋତେ ସବୁଠୁ ଭଲ ଲାଗିଥିଲା। ଆମେ ଯାଇ ପହଞ୍ଚି ଯାଇଥିଲୁ ପୁଣି ସେଇ ଆମ ରିସୋର୍ଟରେ, ଯେଉଁଠୁ ଆମେ ବାହାରିଥିଲୁ, ଆମ୍ବ୍ରାପଲ୍ଲୀ ରିସୋର୍ଟ। ଆଉ ଆମର ସେଇଠି ଖାଇବା ବ୍ୟବସ୍ଥା ହେଇଥିଲା। ମିଠା ଥିଲା, କ୍ଷୀରି ଥିଲା, ଆଉ ଗୋଟେ କ'ଣ ଥିଲା ମୋ ପ୍ରିୟ ଜିନିଷ, ଛତୁ ପନିର ଷ୍ଟିକ୍। ମୁଁ ତ ଛତୁ ପ୍ରିୟ, ତେଣୁ ମୁଁ ଆନନ୍ଦରେ ପେଟଟିଏ ଖାଇଦେଲି। ଭୋକ ବି ହେଇଯାଇଥିଲା। ଖାଇସାରିଲା ପରେ କ'ଣ ହେବ ମୁଁ ବଡ଼ ଆଗ୍ରହର ସହିତ ଅନେଇ ବସିଥିଲି। ଖାଇସାରିଲା ପରେ ପୁଣି ଏତେ ସୁନ୍ଦର ପ୍ରୋଗ୍ରାମଟେ ଆମକୁ ଅପେକ୍ଷା କରିଥିବ ମୁଁ କେବେ ହେଲେ ଭାବିନଥିଲି। ଭାବିଲି ଖାଇ ପିଇକି ପୁଣି ଆମ ନିଜ ଜାଗାକୁ ଫେରିଯିବୁ। କିନ୍ତୁ ନା, ସବୁଠୁ ଭଲ କାର୍ଯ୍ୟକ୍ରମଟି ତ ଖାଇସାରିଲା ପରେ ହିଁ ହେଲା। ଏ ଭାଇ ଭଜନ ପରିବେଷଣ କରୁଥିଲେ। କାହିଁକିନା ସିଆଡ଼େ ଜଗା ପୁରା ସଜବାଜ ହେଉଥିଲେ। ସଜବାଜ ହେଲା ପରେ କାର୍ଯ୍ୟକ୍ରମଟା ଆରମ୍ଭ ହେବ। ସେଇ ଫାଙ୍କା ସମୟରେ ସେ ସୁନ୍ଦର ଭଜନ ଗାଉଥିଲେ। ଆଉ ଏ ମା ସେଠି ଦେଖିଲେ ଜଗାକୁ କେମିତି ସୁନ୍ଦର ସଜେଇ ଦେଲେଣି। ଅବଶ୍ୟ ଆମ ଜଗା ନଙ୍ଗଳା ଫୁଙ୍ଗୁଳା ଯେମିତି ଥିଲେ ବି ସୁନ୍ଦର। ଆଉ ତାକୁ ସଜେଇ ଦେଲେ ତାଠୁ ତ ଆଖି ଫେରେଇ ହୁଏନି। ସୁନ୍ଦର ସୁସଜ୍ଜିତ ହେଇ ଜଗା ବସି ପଇଲେ। ତାଙ୍କ ପାଖେ ଭୋଗରାଗ ପୂଜା ପାର୍ବଣ ଚାଲିଲା। ଆଉ ସମସ୍ତେ ବହୁ ମୂଲ୍ୟବାନ କଥା ଏଇଠି ଉପସ୍ଥାପିତ କଲେ। ଏମିତି ଗୋଟିଏ ଅନୁଷ୍ଠାନ ବା ଏମିତି ଗୋଟିଏ ଦଳ ଅଛି, ମୁଁ ଏଇଟା ଆଗରୁ କେବେ ଜାଣିନଥିଲି। କିନ୍ତୁ ଠାକୁରଙ୍କ କୃପାରୁ, ସେଇ ଜଗନ୍ନାଥଙ୍କ କୃପାରୁ, ଆଉ ମୋର ସେ ବଡ଼ ଭଉଣୀ ଜଣଙ୍କର ଆନ୍ତରିକତାରୁ ମୁଁ ଏଇଥିରେ ସାମିଲ ହୋଇ ଦିନଟିକୁ ଏତେ ସୁନ୍ଦର ଭାବରେ କଟେଇଲି, ଯାହା ମୋ ପାଟିରେ କହିବା ପାଇଁ ବାକ୍ୟ ନାହିଁ। ଆମେ ସମସ୍ତେ ଏ ଦିନଟିକୁ ବହୁତ ଭଲରେ ଉପଭୋଗ କଲୁ। ଭକ୍ତି ଭାବରେ ଆମେ ସମସ୍ତଙ୍କ ମନ ପରିପୂର୍ଣ୍ଣ ହୋଇ ରହିଲା। ଏ ଭାବ ତ ମୋ ମନରେ କେତେ ଦିନ ହେଇ ଉଜ୍ଜୀବିତ ହେଇ ରହିବ। ସେଇଥିପାଇଁ ଭାବିଲି ଏ ଦିନର କାହାଣୀଟି ଆପଣମାନଙ୍କୁ କେମିତି ନ କହିବି। ମୋ କଥା ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କହିବେ। ଆଉ ମୁଁ ଯାଇଥିବା ମନ୍ଦିର ସବୁ ଆପଣମାନେ କିଏ ଯାଇଛନ୍ତି କି ନାହିଁ କମେଣ୍ଟ କରି ଜଣେଇବେ। କାଙ୍କଡ଼ ଶିଖରୀ ପରେ ପରେ ପୁଣି ଜଗନ୍ନାଥଙ୍କୁ ନେଇ ଏଇଭଳିଆ ଗୋଟେ ଦିନର ପରିପୂର୍ଣ୍ଣ ଅନୁଭୂତି ମୋତେ ଭାବ ବିହ୍ୱଳ କରୁଥିଲା। ସେଠି ଯେମିତି ସାଧାରଣ ଭାବରେ ଗୋଟେ ସଭା କାର୍ଯ୍ୟ ହୁଏ, ସେଇଟା କଥା ଲହରୀ ତରଫରୁ ପ୍ରତି ମାସରେ ବୁଦ୍ଧ ମନ୍ଦିରରେ ହୁଏ ବୋଲି ମୁଁ ଶୁଣିଲି।
କିନ୍ତୁ ଏଇଥର ତାକୁ ଗୋଟେ ଭିନ୍ନ ଭାବରେ ଏମିତି ଯୋଜନା କରି ଭ୍ରାମ୍ୟମାଣ ଭାବରେ କରାଗଲା। ମୁଁ ଭାବିଲି ବର୍ଷକୁ 11 ମାସ ଭୁବନେଶ୍ୱରରେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ହଉ, କିନ୍ତୁ ଗୋଟିଏ ମାସ ଜଗାକୁ ଧରି ଏମିତି ବୁଲି ବୁଲି କରାଗଲେ ସତରେ ବହୁତ ଭଲ ହେବ। ସେଠି ଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲି ଆଉ ମୋର ଏଇ ମତଟି ମଧ୍ୟ ରଖିଲି। ସେମାନଙ୍କ ଭିତରୁ ଯଦି କିଏ ଭିଡ଼ିଓ ଦେଖନ୍ତି ତାହେଲେ ନିଶ୍ଚୟ ମତ ଦେଇ ମୋତେ ଉତ୍ସାହିତ କରିବେ। ଆଉ ପରବର୍ତ୍ତୀ ସମୟରେ ମୁଁ ଏଥିରେ ନିଜକୁ ସାମିଲ କରିବି ବୋଲି ମନରେ ଭାବୁଛି। କାହିଁକି ନା ଏଇଭଳି ଗୋଟେ ଆଧ୍ୟାତ୍ମିକ ପରିବେଶ ମିଳିବା ଭାଗ୍ୟରେ ଥିଲେ ହୁଏ। ସଭା କାର୍ଯ୍ୟ ସରି ଆସୁଥିଲା, ସଞ୍ଜ ନଇଁ ଆସୁଥିଲା। ସକାଳରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଠିକ୍ ସନ୍ଧ୍ୟାରେ ସରିବାକୁ ଯାଉଥିଲା। ଆଉ ଆମେ ସବୁ ଘର କଥା ମନେ ପକାଉଥିଲୁ ବା ଘର ମୁହାଁ ହେଉଥିଲୁ। ଠାକୁରଙ୍କୁ ଆଳତି ସାରି ଭୋଗ ବାଣ୍ଟି ପ୍ରସାଦ ପାଇବା ପରେ ପୁଣି ତାଙ୍କୁ ତାଙ୍କ ଜାଗାରେ ବସାଇ ଆମେମାନେ ସବୁ ବସ୍ ଧରି ଘରକୁ ବାହୁଡ଼ିଲୁ। ବାହୁଡ଼ିବା ବାଟ ସାରା ମୋତେ ସେମିତି ଭାବମୟ ଲାଗୁଥିଲା। ଆଉ ଘରେ ଆସି ମୋ ପିଲାଙ୍କୁ ଯାହା କହିଲି ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ତାହା ହିଁ ଜଣେଇଲି। ପ୍ରଭୁ ଜଗନ୍ନାଥ ତାଙ୍କ କୃପାରେ ତାଙ୍କ ବାହୁ ଛାୟା ତଳେ ଆମ ସମସ୍ତଙ୍କୁ ଏମିତି ଖୁସିରେ ଆନନ୍ଦରେ ଶାନ୍ତିରେ ରଖିଥାନ୍ତୁ, ଏତିକି ତାଙ୍କ ପାଖେ ପ୍ରାର୍ଥନା କରି ଆଜିର ଦିନର କାର୍ଯ୍ୟକ୍ରମ ଆପଣମାନଙ୍କୁ ଜଣେଇ ମୋର ଭିଡ଼ିଓଟିକୁ ଶେଷ କଲି। ଆଉ ବା କ'ଣ କହିବି, ରହୁଛି। ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ଶୁଭେଚ୍ଛା।